ଦଶମ ସ୍କନ୍ଧ ଗୋପଲୀଳା 39 ଅଧ୍ୟାୟ ଶ୍ରୀ ଶୁକବାଚ। ତୃଣ ପରୀକ୍ଷନ ଉପମଣି ସ୍ୱର୍ଗେ ଶୁଭିଲା ଜୟବାଣୀ। ଆକାଶେ ଥିଲେ ଯେ ନାରଦ ଜାଣିଲେ ଷଣ୍ଢା ସୁରବଦମ୍। ଆନନ୍ଦ ମନେ ଦେବରୁ ଶ୍ରୀକୃଷ୍ଣର ମହିମା ପ୍ରକାଶୀ। ମଥୁରା ନଗରେ ମିଳିଲେ କଂସ ରାଜାର ସଭା ତଳେ। ଦେଖି ଉଠିଲା କଂସାସୁର ନମଇ ମୁନିକ ପୟର। ଆନନ୍ଦେ ଶିରେ କର ଦେଇ ଆସନେ ବସାଇଲା ନେଇ। ଆନନ୍ଦେ ଭୋଜ ବଂଶ ରାଜା ମୁନି ଚରଣେ କଲା ପୂଜା। କୁଶଳ ବାର୍ତ୍ତାକୁ ପଚାରି ବିଶ୍ୱାସ କରି ପାଦ ଧରି। କଂସର ଭକ୍ତିରେ ନାରଦ କହନ୍ତି ପାଇ ମନେ ଖେଦ। ତୁ ରାଜ ମୋହର ବିଶ୍ୱାସ ଏଳେ ହୋଇବୁ ପ୍ରାଣେ ନାଶ। ଏ ତୋତେ ମୋହରେ ଚିତ୍ତେ ଦୟା ପୂର୍ବେ ମୁଁ କହିଗଲି ଯାହା। ତୁ ରାଜା ନ ଶୁଣିଲୁ କର୍ଣ୍ଣେ ଏବେ ମରିବୁ ଅଳ୍ପ ଦିନେ। ଶୁଣିବ ଦହଇ ମନେ ଦୁଃଖ ମୁକୁତା ନସ୍ଫୁରଇ ବାକ୍ୟ। ଦେବତା ମାନେ ତୋ ବୈରୀ ତୋର ମରଣେ କୂଟ କରି। ଗୋପେ ଯାଦବ ଅବତାରେ ଦେବକୀ ବସୁଦେବ ଘରେ। ହରିଙ୍କୁ କରାଇଲେ ଜନ୍ମ ଭିଣୋଇ କଲା ଏଡ଼େ କର୍ମ। ଅଷ୍ଟମ ଗର୍ଭେ ଏହା ନାରୀ ରାତ୍ରେ ପ୍ରସବିଲା ମୁରାରୀ। ତୋର ଭିଣୋଇ ତାହା ନେଇ ଅଇଲା ନନ୍ଦ ଘରେ ଥୋଇ। କନ୍ୟା ଯେ ଥିଲା ତାର ଘରେ ଯାହା କଚାଡ଼ିଲୁ ଶିଳାରେ। ତୋହର ହସ୍ତୁ ଶୂନ୍ୟ ଗଲା ତେହେ ଜ୍ଞାନ ତ ନୋହିଲା। ରୋହିଣୀ ବସୁଦେବ ନାରୀ ପଳାଇ ଗଲା ତୋତେ ଡରି। ତାହାର ଗର୍ଭ ହୋଇଥିଲା ସେହି କୁମରେ ପ୍ରସବିଲା। ହରିର ଅଂଶେ ଅବତାର ସେ ତୋତେ ମାରିବେ ଅସୁର। ରାମ ଗୋବିନ୍ଦ ବେନି ଭାଇ ବଢ଼ିଲେ ଗୋପପୁରେ ଥାଇ। ଏ ବସୁଦେବର ମିତ୍ର ନନ୍ଦ ସେ ତୋତେ ଏତେ କଲା ଛନ୍ଦ। ପୁତନା ଆଦି ଷଣ୍ଢା ଯାଏ ସବୁ ମାଇଲେ ବେନି ପଏ। ଇନ୍ଦ୍ରର ଦର୍ପ କଲା ଚୂର ବାମେ ତୋଳିଲା ଗିରିବର। କାଳିଅ ଥିଲା କାଳନ୍ଦୀରେ ପଳାଇ ଗଲା ତାର ଡରେ। କେତେ କହିବୁ ଗୁଣ ତାର ଦେବ ମାନବେ ଅଗୋଚର। ଶୁଣି ଅସୁର ଥରହର ଭୟରେ କମ୍ପଇ ଶରୀର। ଖଡ଼ଗ ଘେନିଲା ନିଜ କରେ ବେଗେ ଉଠିଲା କୋପଭରେ। ବସୁଦେବକୁ ଅଣାଇଲା ଅନେକ ମାଡ଼ ମରାଇଲା। ହାଣିବ ବୋଲି କୋପଭର ନାରଦ ଧଇଲେ ତା କର। ନାରଦ ବଚନେ ବିଶ୍ୱାସ ପାଦେ ଭରିଲା ଲୌହ ପାଶ। ଧନ ସମ୍ପଦ ଚୂର କଲା ବନ୍ଦୀ ମନ୍ଦିରେ ପୁରାଇଲା। କଂସକୁ କହି ବ୍ରହ୍ମାସୁତ ଆକାଶେ ଚଳିଲେ ତୁରିତ। ମୁନି ଅନ୍ତରେ ଭୋଜରାଏ ଭାଳଇ ଜୀବନର ଭୟେ। ଏ କେଶୀ ଦାନବକୁ ଅଣାଇ କହଇ ବିଶ୍ୱାସ କରାଇ। ତୁ ମତେ ଭ୍ରାତ ସହୋଦର ବହନ ଯାଅ ଗୋପପୁର। ବସୁଦେବର ପୁତ୍ର ଦୁଇ ରାମ ଗୋବିନ୍ଦ ବେନି ଭାଇ। ଦୁହିଁକି କର ପ୍ରାଣେ ନାଶ ଦେବୀ ସମ୍ପଦ ଗ୍ରାମ ଦେଶ। ଜୀବନ ରହିବ ମୋହର ହେ ଭ୍ରାତ ବିଳମ୍ବ ନ କର। କଂସର ଆଜ୍ଞା ଘେନି ଶିରେ କେଶୀ ମିଳିଲା ଗୋପପୁରେ। ଝାଣୁର ମୁଷ୍ଟି କର ମେଳେ ଦର୍ପିଲା ବଳିଆର ମାଲେ। ଗଜ କୁବଳୟା ମାହୁତ ପାତ୍ର ସାମନ୍ତ ଇଷ୍ଟମିତ୍ର। ଅଣାଇ କହଇ ଅସୁର ଜଣ ଜଣକେ ଧରି କର। ହେ ବୀର ମୁଷ୍ଟିକ ଚାଣୁର କହି ଯେ ଗଲେ ମୁନିବର। ବସୁଦେବ ତା ସୁତ ଦୁଇ ଗୋପରେ ଅଇଲା ଲୁଚାଇ। ଗୋପତେ ନନ୍ଦ ଘରେ ଥାଇ ବଢ଼ିଲେ ବଳବନ୍ତ ହୋଇ। ଯେତେ ଅସୁରେ ମୋର ଗଲେ ଗୋପରେ ଥାଇ ସଂହାରିଲେ। ଦିନକୁ ଦିନ ବଳିଆର ସେ ମତେ କରିବେ ସଂହାର। ତାହାକୁ ଅଣାଇବି ଏତେ ମାରିବି ମାଲଙ୍କର ହାତେ। ମାଲ ବିନ୍ଧାଣେ ହାରିଯିବେ ତେବେ ସେ ମତେ ନ ପାରିବେ। ଗଜ ତୁରଙ୍ଗ ଯୁଥ ଯୁଥ ପଦାତି ଅତି ଅପ୍ରମିତ। ଶୁଣ ହେ ପାତ୍ର ମନ୍ତ୍ରୀ ମୋର ମଞ୍ଚା କରାଇବା ଅପାର। ରଙ୍ଗ ସଭାଏ ଭିଆଇବ ତୁମ୍ଭେ ସମସ୍ତେ ଜଗିଥିବ। ଦେବକୀ ବସୁଦେବ ଆସି ମଞ୍ଚା ଉପରେ ଥିବେ ବସି। ତୁମ୍ଭେ କରିବ ମାଲରଣ ଦେଖିବେ ପୁତ୍ରଙ୍କ ମରଣ। ମାହୁନ୍ତ ଥିବ ରଙ୍ଗଦାରେ ବସି କୁବଳୟା ଉପରେ। ଦନ୍ତେ ଗୁନ୍ଥିବ ବେନି ଭାଇ ମାରିବ ସଭା ତଳେ ନେଇ। ଅନେକ ଧନ ରତ୍ନ ଦେବି ମୋହର ମିତ୍ର ହିଁ କରିବି। ସମସ୍ତେ ଶୁଣ ମୋ ଉତ୍ତର ତୁମ୍ଭେ ଭିଆଇ ଧନୁଘର। କଳ ଚତୁର୍ଦ୍ଦଶୀ ଦିନ ପୂଜା କରିବ ରାତ୍ରମାନ। ଛେଳି ମହିଷ ଦେଇ ପୂଜା କ୍ଷେତ୍ରପାଳଙ୍କୁ ଦିଅ ଭୋଜା। ଏ ଘୋଷଣା ଦିଅ ଚାରି ଦିଗେ ଗ୍ରାମ ପାଟଣା ବନ ଭାଗେ। ପରଜା ଜନମାନେ ଦୁଃଖୀ ଆସିବେ ଧନୁଯାତ୍ରା ଦେଖି। ଦେବୀ ଯେ ଧନ ବସ୍ତ୍ର ଅର୍ଣ୍ଣ ତୁଳା ପୁରୁଷ ଆଦି ଦାନ। ଏମନ୍ତ କହି କଂସ ଗଲା ଭିତର ପୁରେ ବିଜେ କଲା। ଅକ୍ରୂର ନାମେ ମନ୍ତ୍ରୀବର ଯାଦବ ଅଂଶେ ଅବତାର। ବସୁଦେବର ସହୋଦର କଂସର ବିଶ୍ୱାସ ଅପାର। ଅକ୍ରୂର କରେ ହସ୍ତ ଦେଇ କହଇ ବିଶ୍ୱାସ କରାଇ। ହେ ମିତ୍ର ଶୁଣ ମୋ ଉତ୍ତର ବିଶ୍ୱାସ ଅଟୁତ ମୋହର। ଇଷ୍ଟ ବନ୍ଧୁରେ ସତ୍ୟ କହି ବେଦ ପୁରାଣରେ ଅଛଇ। ତୋଠାରୁ ନାହିଁ କି କେହି ହିତ ତୁମର ପ୍ରାଣ ପଞ୍ଚଭୂତ। ତୋହର ବଳେ ରାଜା ମୁହିଁ ଶତ୍ରୁ ସଂହାରିତ ଲୋଡ଼ଇ। ଦେଶନେ ବିଷ୍ଣୁ ଆଶ୍ରେ କରି ତେବେ ହୁଅନ୍ତେ ପୁଣ୍ୟଚାରୀ।
ନନ୍ଦ ଗୋକୁଳେ ବେଗେ ଯାଅ ମୋହର ହିତେ ଯେବେ ଥାଅ। ତୋହର ବଳେ ମୁଁ ନିଶ୍ଚିନ୍ତ ହେ ମିତ୍ର କହିଲିଟି ସତ୍ୟ। ବସୁଦେବର ପୁତ୍ର ଦୁଇ ରାମ ଗୋବିନ୍ଦ ବେନି ଭାଇ। ହୋଇଲା ନେଇ ନନ୍ଦ ଘରେ ଲୁଚାଇ ବସୁଦେବ ଡରେ। ତୁ ବେଗେ ରଥ ଘେନି ଯାଅ ମୋର ଛାମୁରେ ଆଣିଦିଅ। ଦେବକୀ ବିଭା ହେଲା ଯେବେ ମୋତେ ଯା କହିଥିଲେ ଦେବେ। ସେ କଥା ହୋଇଲା ଯୁକତେ ନାରଦେ କହିଗଲେ ମୋତେ ମାରିବେ ବେନି ଭାଇ ଏ କଥା ଉଚିତ ଅଟଇ। ଗୋପରେ ରହି ବଳିଆର ଅନେକ ମାଇଲେ ଅସୁର। ବାଳୁତ କାଳୁ ତାଙ୍କୁ ଧରି ଆଗେ ମୁଁ ପକାଇବି ମାରି। ତେବେ ମୋହର ମନ ସ୍ଥିର ଭୂମିତ୍ର ଧରୁଅଛି କର। ନନ୍ଦ ଯଶୋଦାଙ୍କର ସଙ୍ଗେ ଘେନାଇ ଆସ ଯାଇ ବେଗେ। ଗୋରସ ଆଣୁ ସତ୍ୟଭାର ଧନୁ ଉତ୍ସବ ଯାତ୍ରା ମୋର। ଅଣାଇ ମଥୁରା ନଗରେ ବନ୍ଦୀ କରିବି ବନ୍ଦୀ ଘରେ। ରାମ ଗୋବିନ୍ଦ ଅଣାଇବି ହସ୍ତିର ହାତେ ମରାଇବି। ଯେବେ ଉବୁରିବେ ସେଠାରୁ ମାଲେ ଅଟନ୍ତି ମହାମେରୁ। ଏହାଙ୍କ ହସ୍ତେ ମରାଇବି ତେବେ ସେ ଜୀବନ ପାଇବି। ନନ୍ଦ ଯଶୋଦା ବସୁଦେବ ଦେବକୀ ଯେତେକ ଯାଦବ। ଏହାଙ୍କୁ ବେଶୀ ଯମପୁର ଦେବେ ଜୀବନ ସ୍ଥିର ମୋର। ଉଗ୍ରସେନକୁ ଧରି ଆଣି ଏଠାରେ ପକାଇବି ଆଣି। ମୋର ମରଣ ସେ ଲୋଡ଼ଇ ଦେବକ ନାମେ ତାର ଭାଇ। ମୋର ବୈରିଛନ୍ତି ଯେତେ ଭୂମିତ୍ର ମାରିବି ଏମନ୍ତେ। ତେବେ ସେ ମହି ଅକଣ୍ଟକେ ଭୋଗ କରିବି ମୁହିଁ ଏକେ। ଶ୍ୱଶୁର ଜରାସନ୍ଧ ମୋର ବଡ଼ ସୋଦର ବାଣାସୁର। ଆବର ନାରକା ଅସୁର ଏ ମୋର ପକ୍ଷ ବଳିଆର। ମୋତେ ଡରଇ ସୁନାସିର ମୋତ ମୁଁ ନାହିଁ ଅନ୍ୟ ବୀର। ଭୂମିତ୍ର ଯାଅ ବେଗ ହୋଇ ଧନୁ ଉତ୍ସବ ଯାତ୍ରା କହି। ବହନ ଆଣ ବେନି ଭାଇ ମିତ୍ର ମୋହର ଯେବେ ତୁଇ। ହେମନ୍ତ କଂସ ବୋଲ ଶୁଣି ଅକ୍ରୂର ମନେ ମନେ ଗୁଣି। ବୋଲନ୍ତି ଶୁଣ ନରନାଥ ଏକଥା ତୋହର ଉଚିତ। ଏ ରିପୁକୁ ବୁଦ୍ଧି ବଳେ ମାରି ତେବେ ଜୀବନ ସୁଖେ ଧରି। କହି ଶୁଣ ନୃପବର ବିଧାତା ବଳ ବଳିଆର। ଯେ ଯାହା କର୍ମ ଫଳ ବଳେ ଶୁଭ ଅଶୁଭ ତାକୁ ମିଳେ। ମଞ୍ଚେ ମାନବ ଦେହ ବହି ଲାଭ ଅଲାଭ ନ ଜାଣଇ। ଯେ ଯାହା ପୂର୍ବେ ଥାଇ କରି ଭୁଞ୍ଜଇ ସେ ଫଳ ଆବରି। ଶୋକ ହରସ ବେନି ପଥେ ଗମନ୍ତି କର୍ମର ଆୟତେ। ତୋହର ଆଜ୍ଞା ଶିରେ ଘେନି ଭୋରାଜା ଯିବି ଏହି କ୍ଷଣି। ଶୁଣି ହରସ ଭୋଜପତି ଅକ୍ରୂରରେ କଲା ମିତ୍ରମତି। ଏ କଂସ ପଶିଲା ନିଜ ପୁର ଅକ୍ରୂର ହୋଇଲା ବାହାର। ପଥେ ସେ ବିଚାରଇ ମନେ କୃଷ୍ଣକୁ ଦେଖିବି କେଶନେ। ସତେ କି ଦେଖିବି ଶ୍ରୀମୁଖ ଖଣ୍ଡିବି କୋଟି ଜନ୍ମ ଦୁଃଖ। ମିଳିଲା ନିଜ ଘରେ ଯାଇ ଗୋବିନ୍ଦ ପାଦେ ଚିତ୍ତ ଦେଇ। ସେ ରଥ ପଛେ ପଛେ ଧୀରେ ମନ ମୋର ହୁ ନିରନ୍ତରେ। ସୁଜନେ ଆସ ସଙ୍ଗତର ହରି ଯେ ଦୁଃଖୀର ସୋଦର। କୃଷ୍ଣ ଦେଖିବ ବେନି ଡୋଳେ ଛାଡ଼ିବ ଭବ ଭୟ ଏଳେ। ଅକ୍ରୂର ରଥେ ମନ ଦିଅ ସଂସାରେ ଜନେ ଦୁଃଖୀ ନୁହଁ। କହି ଦାସ ଜଗନ୍ନାଥ ଅକ୍ରୂର ସଜ କଲା ରଥ। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟାଂ ସହିତାଂ 82 ଦଶମ ସ୍କନ୍ଧେ ଅକ୍ରୂର ଗୋପପୁର ଗମନ ଉଦ୍ୟମେ ନାମ 49 ଅଧ୍ୟାୟ। ବୋଲାନନ୍ଦେ କବାର ହରି ହରି ବୋଲ।